ଜୟ ଜଗନ୍ନାଥ। ଭରତ କୁମାର ରଣସିଂ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ସାଙ୍ଗମାନେ, ଦେହ ମୁଣ୍ଡ ଟିକେ ପିଲାଙ୍କର ଅସୁସ୍ଥ ହୋଇଯାଇଥିଲା, ତାପରେ ମୋର ବି ଅସୁସ୍ଥ ହୋଇଯାଇଥିଲା, ତାପରେ ମୋ ବୋଉର ବି ଅସୁସ୍ଥ ହୋଇଯାଇଥିଲା। ସାଙ୍ଗମାନେ, ଦ୍ୱାରା ମୁଁ ଲଙ୍ଗ୍ ଭିଡ଼ିଓ କିଛି ପକାଇ ପାରିନଥିଲି। ପରିସ୍ଥିତି ତ ଆମକୁ ବଡ଼ଦାଣ୍ଡରେ ବସାଇ ଦେଇଛି। ପରିସ୍ଥିତି ଛୁଆ ଦୁଇଟା ବି ମୋର ବହୁତ ପରିଶ୍ରମ କରିକି ବଡ଼ ଦହଗଞ୍ଜ ହେଉଛନ୍ତି। ସାଙ୍ଗମାନେ, ଚୁଲି ମଜା ଧୁଆ ରୋଷେଇବାସ ସବୁ କରିବାକୁ ପଡ଼ୁଛି ଆମକୁ। ଠାକୁର ତ ଆମ ଉପରେ ନିଶ୍ଚିତ ହୋଇଯାଇଛନ୍ତି। ସାଙ୍ଗମାନେ, ଆପଣମାନଙ୍କ ଦୟା ଦ୍ୱାରା ମୋ ଭିଡ଼ିଓକୁ ସବସ୍କ୍ରାଇବ୍ କରିକି ଚ୍ୟାନେଲଟିକୁ ଆଗକୁ ବଢ଼େଇଲେ ମୋ ପିଲାମାନେ ଉପକୃତ ହେବେ। କ'ଣ ଆଉ ଆଜ୍ଞା, ଏଇଭଳି ପରିସ୍ଥିତିରେ ଆମେ ଚଳୁଛୁ। ପିଲାମାନେ ଯାହା ଗୋଟେ ରୁଚିକର ଜିନିଷ ମାଗୁଛନ୍ତି, ମୁଁ ତାଙ୍କୁ ଖାଇବାକୁ ଦେଇପାରୁଛି। ଯେତିକି ପାରୁଛି, ଯେତିକି ଜାଣିଛି ପୁଅ ପିଲା ହିସାବରେ ସେତିକି କରୁଛି। ଏଠି ଗୋଟେ ସାନ ପିଲା, ମୋର ସାନ ପୁଅଟା ଅଦା ରସୁଣ ଟିକେ ଛେଚୁଛି। ପୋଟଳ ତରକାରୀ ଖାଇବେ ବୋଲି କହିଲେ ସେ ଛେଚୁଛି। ସାଙ୍ଗମାନେ, ଯେତିକି ପାରୁଛୁ ସେତିକି। ଆଉ କ'ଣ କରିବା, ଛୋଟ ଛୁଆଙ୍କୁ ଧରିକି ତମ ସଂସାର। ଏ ପୁଅ, ଏ ତୁ ଆଣେ ମିକ୍ସଚର ଆଳୁ ଫଳ ଆଣେ, ଚକଟା ଚକଟି କର, ପଖାଳ ଖାଇବେ। ଛୁଆ ଦୁଇଟା ଆମର ଭାରି ଦହଗଞ୍ଜ ହେଉଛନ୍ତି ଏ ଧନ୍ଦାରେ। ତା ମାମା ଗଲାଠୁ 1.5 ବର୍ଷ ହେଇଗଲା ଆମେ ମରୁଛୁ ଦରମଲା ହେଇକି। ଘରର ଲକ୍ଷ୍ମୀ ଗୋଟେ ସ୍ତ୍ରୀ ଲୋକ ଯଦି ଘରେ ନାହିଁ, ତାହେଲେ ପୁରୁଷ ଜୀବନ ଅନ୍ଧାର। ଏଇଭଳି ପରିସ୍ଥିତିରେ ଆମେ ବଞ୍ଚୁଛୁ। ସବୁ ଛୁଆ ବି ମୋର ବହୁତ ପରିଶ୍ରମ କରିକି ତାଙ୍କ ଦେହ ମୁଣ୍ଡ ଅସୁସ୍ଥ ହେଇଯାଉଛି। ମୁଁ ବି ରୋଗା ହେଇଗଲି, ଅଳ୍ପ ଦିନରେ ବୋଧେ ମରିଯିବି। ମୋ ସଂସାର ଭାସିଯିବ ମୋତେ ଲାଗୁଛି, ଯେତିକି ପରିଶ୍ରମ କରିବାକୁ ପଡ଼ୁଛି ମୋତେ। ତାପରେ ବୁଢ଼ୀ ମାଆଟା ଯେ ସିଏ ରୋଗାଗ୍ରସ୍ତ ହେଇକି ପଡ଼ୁଛି, ତା ସେବା ସୁତର, ତା'ର ଲୁଗାପଟା, ଗାଧୁଆ ଗାଧି ସବୁ କିଛି କରିବାକୁ ପଡ଼ୁଛି। କ'ଣ ଆଉ କହିବି ସାଙ୍ଗମାନେ, ଏମିତି ମୋର ଦୁଃଖ କଷ୍ଟରେ ମୋ ଜୀବନ ଚାଲିଛି। ହଁ, ସେତିକି ଥାଉ। ପୁଅ ଯେତିକି ପାରିଲା ସେତିକି ଛେଚିଦେଲା। ଧୁଆଧୁଇ କରିଦେ ହାତ। ପଖାଳ ପାଇଁ ଚକଡ଼ି ଦିଅ, ପଖାଳ ଖାଇଦିଅ ଆଣିକି। ଏଇଭଳି ଦୁଃଖ ଯନ୍ତ୍ରଣାମୟ ଜୀବନ ଆମର। ବାପ ପୁଅ 3 ଜଣଙ୍କର। ଅସନା ଆବର୍ଜନା ସବୁ ଟିକେ ହେଉଛି, ସଫାସୁତୁରା କରୁଛୁ। ଆଉ ପୋଟଳ ଆଳୁ ଖାଇବେ ବୋଲି କହିଲେ, କେବେଠୁ ବି ହେଇନଥିଲା। ଆସୁନି ଭଲ ରୋଷେଇ। ଯେମିତି ପାରୁଛୁ ସେମିତି କରିଦେଉଛି। କ'ଣ ଆଉ କରିବି। ଏଇଭଳି ଜୀବନ ଆମର ବିତୁଛି। ଭଗବାନ ଆମ ଉପରେ ନିଷ୍ଠୁର ବି ହେଇଯାଇଛି, ପଥର ପାଲଟି ଯାଇଛି। ଏଠି ଆଳୁ ସିଝେଇଥିଲି, ଆଳୁ ସିଝା। ଏଠି ମିକ୍ସଚର ଗୋଟେ ଆଣିଥିଲି, ଆଳୁ ସିଝା ମିକ୍ସଚର। ଆଉ ପିଆଜ ବଡ଼ ପୁଅ କାଟୁଛି ମୋର। ଆଳୁ ସିଝା ମିକ୍ସଚର ପିଆଜ ଚକଟିକି ପଖାଳ ଖାଇଦେବେ। ଆଉ ରୋଷେଇ ସରିଲା ଆସିକି ଆଉ ଘଣ୍ଟାଟା ଯିବ, ଗରମ ଖାଇବେ। ମୋର ଯାହା ଭିଡ଼ିଓ ଅଛି ମୋ ଚ୍ୟାନେଲରେ ସବୁ ନ୍ୟାଚୁରାଲ୍ ଆଜ୍ଞା, କିଛି କୌଣସି ଫେକ୍ ନାହିଁ କି ଅଯଥା ଜିନିଷ କିଛି ପକାଇବାର ନାହିଁ। ମୁଁ ଯେତିକି ସତ ସେତିକି ସତ। ଆପଣମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ମୋର ସବୁତିକ ଭିଡ଼ିଓ ଆପଣ ଦେଖିପାରିବେ। ଆପଣମାନଙ୍କ ଅନୁରୋଧ, ଗୋଟେ ସେୟାର ଆଉ କମେଣ୍ଟ କଲେ ମା ଛୁଆଙ୍କ ପିଲା ଦୁଇଟା ଉପକୃତ ହେବେ। ମୁଁ ବି ଯେଉଁ
ପରିଶ୍ରମର ଫଳ ଟିକେ ପାଇଯିବି। ଆପଣମାନଙ୍କୁ ଅନୁରୋଧ କରିକି ନିବେଦନ କରୁଛି। ବର୍ତ୍ତମାନ ସାଙ୍ଗମାନେ ସମୟ ସକାଳ 7:30ରୁ 8ଟା ଭିତରେ। ବୋଧେ ଲୋକ କେହି ହେଁସ ଛାଡ଼ି ନଥିବେ, କିନ୍ତୁ ମୋ ପିଲା ଦୁଇଟା ଉଠି ଫୁଲ ତୋଳୁଛନ୍ତି। ଯାଇକି ଭୋରୁ ଫୁଲ ତୋଳି ଠାକୁରଙ୍କ ଠେଇ ଆମ ଗ୍ରାମ ଦେବ ବଜରଙ୍ଗବଲି, ହନୁମାନ, ଶିବ, ଗୁଆଶୁଣୀ ସବୁ ଆଖପାଖରେ ଯେତେ ଦିଅଁ ଦେବତା 4-5ଟି ଦିଅଁ ଦେବତା ମନ୍ଦିର ଅଛି ଆମ ଗାଁ ପାଖରେ, ସବୁ ମନ୍ଦିରକୁ ଯାଇକି ଫୁଲ ଟିକେ ଦେଇକି ଧୂପ ଜାଳିକି ଆସିଲେଣି। ତା ଭିତରେ ମୁଁ ଭାତ କରିଦେଇଥିଲି, ଆଳୁ ପୋଟଳ ତରକାରୀ ହେବ। ଆଳୁ ମିକ୍ସଚର, ଆଳୁ ସିଝେଇ ଦେଇଥିଲି ଭାତ ଦିହରେ। ଆଳୁ ସିଝା, ମିକ୍ସଚର, ପିଆଜ ଚକଟିକି ଦୁଇଟା ଯାକ ପଖାଳ ଖାଇବେ। ଏମିତି ସବୁ ଜୀବନ ଜିଉଛୁ। ଆପଣମାନଙ୍କୁ ଅନୁରୋଧ ଆଉ ନିବେଦନ, ମୋ ଭିଡ଼ିଓଟିକୁ ଆଗକୁ ବଢ଼ାନ୍ତୁ। ଜଗନ୍ନାଥ ଆପଣଙ୍କର ମଙ୍ଗଳ କରିବେ। କାଳିଆ ପାଖରେ ମୋର ପ୍ରାର୍ଥନା, ଗୁହାରି ଶୁଣ। ସେ ବି ପଥର ପାଲଟି ଯାଇଛି କଳିଯୁଗରେ ସାଙ୍ଗମାନେ। ମୋ ଘର ଏଇଭଳିଆ ସକାଳୁ ଧୁଆଧୁଇ ବି ହେଇଛି। ଗୋଟେ ସ୍ତ୍ରୀ ଲୋକର କାମ ଆମକୁ କରିବାକୁ ପଡ଼ୁଛି। ଘର ଧୁଆଧୁଇ ବି ପରିଷ୍କାର ପରିଚ୍ଛନ୍ନ ପୁରା ହେଇଯାଇଛି। କାରଣ ମୋ ବୁଢ଼ୀ ମାଆଟା ପାସ୍ କରିଦେଉଛି ଲୁଗାପଟାରେ। ସବୁଦିନ ଧୁଆ ମଜା କରିବାକୁ ପଡ଼ୁଛି, ସବୁଦିନ ପର ଡେଲି। ଏତେ ଯନ୍ତ୍ରଣାମୁକ୍ତ ଜୀବନ, ଯନ୍ତ୍ରଣାଦାୟକ ଜୀବନ ଆମେ ବଞ୍ଚୁଛୁ। ଚକଟା ରେଡ଼ି ଗରମ ହେଇଯାଇଛି, ସେଥିପାଇଁ ଆଳୁଟା ବର୍ତ୍ତମାନ ସିଝା ହେଇକି କଢ଼ା ହେଇଛି, ଗରମ ହେଇଯାଇଛି ବୋଲି ତା ହାତ ତାତି ଯାଉଛି। ଧୀରେ ଧୀରେ କି କର। ପଖାଳ ବାଡ଼ି ଆଣ, ପଖାଳ ବାଡ଼ି ଆଣ। ବାଡ଼ି କୁଡ଼ିକିରି ଖାଉଛୁ ଆମେ, ଆମର ତ କେହି ନାହାନ୍ତି, ନିଜେ ସବୁ କରିବାକୁ ପଡ଼ୁଛି। ଏତିକି କହି ମୁଁ ଭିଡ଼ିଓଟି ରଖୁଛି। ଜୟ ଜଗନ୍ନାଥ। ପ୍ରଭୁ କାଳିଆ ସାଆନ୍ତ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସଂସାରକୁ ଉପକୃତ କରନ୍ତୁ। ମୋ ଭଳିଆ ଯନ୍ତ୍ରଣା କଷ୍ଟ କାହାକୁ ନ ଦିଅନ୍ତୁ, ଏତିକି ଗୁହାରି କରୁଛି। ଆପଣମାନଙ୍କୁ ଅନୁରୋଧ, ମୋ ଭିଡ଼ିଓଟିକୁ ଲାଇକ୍, କମେଣ୍ଟ, ସେୟାର କରନ୍ତୁ। ଧନ୍ୟବାଦ।